ମାଉସୀ ତମର କ୍ଷୀର ଅଛି? ନା ନା କାଟିବାକୁ ଦେଇଛୁ। ମୋ କତରେ ମୋ କ୍ଷୀର ନାହିଁ। ଆଉ ତୋ କତରେ ପାଇଥିବ ଦଉନୁ। ମୁଁ ବା କାଟିବାକୁ ଦେଇଛି। ତମ ଘରେ ଗାଈ, ତମେ ଆଉ ଘରେ ପା ଦେଢ ପା କ୍ଷୀର ଆଉ ରଖୁନା? ହଁ କ୍ଷୀର ମୋ କତରେ ଅଛି ଯେ ସେ ବାନା ଘର ନାଗୁଆ କରି 2 ପା ସବୁବେଳେ ନଉଛି। ମାଉସୀ ତା ଦେହରୁ ମତେ ଅଧ ପା ଖଣ୍ଡ ଦିଅ। ତା ଦେହରୁ ଦେଇ ହବନି। ମୁଁ ପଇସା ଦେବି ବା। ତା ଦେହରୁ ଦେଇ ହବନି। ହଉ କ୍ଷୀର ଦେଲନି ତ, ତମର ଯେତେବେଳେ ସୁବିଧା ଅସୁବିଧା ଭଲ ମନ୍ଦ ପଡିବ ସେତେବେଳେ ଯାଇକି ଦିନାକୁ ଡାକିବ ରାତି 2:30 ପରେ ଉଠେଇକି ନେଇକି କୁଆଡେ କଣ ଯିବା ନେଇକି। ଆଉ ମୁଁ ଏ କଥାକୁ ମନେ ରଖିଲି, ଦିନେ ନା ଦିନେ ତମର ଏମିତି ଅସୁବିଧା ପଡିବ। ଏ ପୁଅ ଶୁଣୁ ଶୁଣୁ ଶୁଣୁ। କଣ ହେଲା ମାଉସୀ? କ୍ଷୀର କଣ ତୋର ଅଜଟ ଦରକାର? ତ ତମ ବୋଉ ମା ଦିହ ଟିକେ ଭଲ ନାହିଁ। ସେ 3-4 ଦିନ ଉଠି ବସି ପାରୁନି। ତା ନେଇକି ଗୋଟେ ମେଡିସିନ ଆଣିଛି। ସେ କ୍ଷୀର ହେଲେ ସେ ମେଡିସିନ ଗୋଳେଇଲେ ଖାଇହବ, ନହେଲେ ସେ ମେଡିସିନ ସାଧା ଖାଇହବନି। ଆମ ନାତି ନାକି ରଖିଛି, ତା ଦେହରୁ ନଉନୁ ଟମା ଗୋଳେଇକି ଦବୁ। ହଁ ହେଲେ ଟିକେ ଚଳିଯିବ। ହଁ ଦେବି। ନିଅ। ଏ ପୁଅ ନେ ମୋ ନାତି ନାକି ରଖିଥିଲି ଏତିକି ଟିକେ ହବ। ହଁ ଏତିକି ହେଲେ ମାଉସୀ ଚଳିଯିବ। ଯାହା ମାଉସୀ ତମକୁ ମାନିବାକୁ ପଡିବ। ତମରି ଭଳିଆ ଯଦି ମାଉସୀ ସମସ୍ତେ ରହିବେ, ଯାହା ହଉ ସମାଜରେ କିଛି ଉପକାର ହବ।